ଓଡ଼ିଆ ପୁଅଙ୍କୁ ଯେତେବେଳେ ଯେଉଁ ଜାଗାରେ ଦାୟିତ୍ୱ ଦିଆଯାଇଛି ସେମାନେ ତାଙ୍କ କାମକୁ ବହୁତ ସୁଚାରୁ ରୂପେ କରିଛନ୍ତି। ଆଉ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଯେତେବେଳେ ଯେଉଁ ଜାଗାରେ ଦାୟିତ୍ୱ ଦିଆଯାଏ ନିଶ୍ଚିନ୍ତ ଭାବେ ସେମାନେ ତାକୁ ସୁଚାରୁ ରୂପେ କରନ୍ତି। ଆଉ ବୈଜୟନ୍ତ ଭାଇଙ୍କର ବ୍ୟକ୍ତିତ୍ୱ ଅଲଗା ପ୍ରକାର। ଯେତେବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯେଉଁ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଅଛି, ତାଙ୍କର ଯେଉଁ ଆଶା, ସେ ଯେଉଁ ଭରସା ଦେଇଥିଲେ ବୈଜୟନ୍ତ ଭାଇଙ୍କ ଉପରେ, ତାହା ସେ କରିକି ଦେଖିଛନ୍ତି। ପ୍ରଥମ ଥର ଯେବେ ବି ଦାୟିତ୍ୱ ଦିଆଯାଇଥିଲା ସେଠି ମଧ୍ୟ ସେ ଜିତେଇକିରି ଆସିଥିଲେ। ତାପରେ ପୁଣି ଦିଲ୍ଲୀରେ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା, ସେଠି ମଧ୍ୟ ସେ ବିଜୟର ଧାରା ବଜାୟ ରଖିଥିଲେ। ଏବେ ପୁଣି ତୃତୀୟ ଥର ପାଇଁ ଆସାମରେ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଥିଲା, ଗୁରୁ ଦାୟିତ୍ୱ, ଯାହା ଆଶା କରାଯାଉଥିଲା ଆଶାଠୁ ଅଧିକ ସେଞ୍ଚୁରୀ ପାର କରିଦେଇଛନ୍ତି ଆସାମରେ। ନିଶ୍ଚିନ୍ତ ଭାବେ ଓଡ଼ିଶାବାସୀଙ୍କ ପାଇଁ ଏହା ଗୋଟେ ଗର୍ବର ଖୁସିର ମୁହୂର୍ତ୍ତ। ତେଣୁ ସେଇଥିପାଇଁ ଆପଣମାନେ ଦେଖିଥିବେ ହଜାର ହଜାର ସଂଖ୍ୟାରେ ଆଜି ଓଡ଼ିଶାର ବିଭିନ୍ନ ଜାଗାରୁ ଲୋକମାନେ ସମସ୍ତେ ଆସିଥିଲେ, ସ୍ୱାଗତ ସମ୍ବର୍ଦ୍ଧନା କରାଇଲେ ମାନ୍ୟବର ସାଂସଦ ବୈଜୟନ୍ତ ପଣ୍ଡା। ବିଜୟ ପଛରେ ଗୋଟେ ଯୋଉ ରହିଥିଲା ଏସ୍ଆଇଆର୍ ପ୍ରଭାବ ରହିଥିଲା ଏବଂ ଓଡ଼ିଶାରେ ମଧ୍ୟ ସେଟା ଏସ୍ଆଇଆର୍ ଲାଗୁ ହେବା ଦରକାର, ଯେହେତୁ ଆପଣ ସେ ପଶ୍ଚିମବଙ୍ଗ ହେଉଛି ଗୋଟେ ଐତିହାସିକ ବିଜୟ। ଦୀର୍ଘ ବର୍ଷ ପରେ ସେ ଯେଉଁ କୁଶାସନ ଚାଲୁଥିଲା ତା ବିରୁଦ୍ଧରେ ଲୋକମାନେ ଜନମତ ଦେଇଛନ୍ତି। ଲୋକମାନେ ଆଶା ପ୍ରକଟ କରିଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଉପରେ। ଲୋକମାନେ ଆଶା ପ୍ରକଟ କରିଛନ୍ତି ଯେଉଁ କୁଶାସନ ହେଉଥିଲା ସେ ବିରୁଦ୍ଧରେ। ଆପଣମାନେ ଦେଖିବେ 92ରୁ ଏଭବ୍% ଅଫ୍ ଭୋଟ୍ ହେଇଛି ପଶ୍ଚିମବଙ୍ଗରେ, ଯାହା ସୂଚାଉଥିଲା ସେ ଜାଗାରେ ପରିବର୍ତ୍ତନର ଆବଶ୍ୟକତା ନିଶ୍ଚିନ୍ତ ଭାବରେ ହେବ। ନିଶ୍ଚିନ୍ତ ଭାବେ ଆଗାମୀ ଦିନରେ ଯେଉଁ ବିକାଶର ରଥ ପଶ୍ଚିମବଙ୍ଗରେ ଅଟକି ଯାଇଛି ତାହା କେବଳ ଭାରତୀୟ ଜନତା ପାର୍ଟି ଦ୍ୱାରା ହେବ ଆଉ ନିଶ୍ଚିନ୍ତ ହେବ। ନିଶ୍ଚିତ ଭାବେ ତାହା ଅଛି, ଯାହା ମାନେ ଇଲେକ୍ସନ୍ କମିଶନ ସେସବୁ ଗୁଡ଼ାକ ଏସବୁ ଜିନିଷ ଅଛି, ଯାହା ମାନେ ଏଇଟା ତ ଦଳର କଥା ନୁହଁ, ଏଇଟା ତ ହେଉଛି ଦେଶର କଥା। ତେଣୁ ନିଶ୍ଚିତ ଭାବେ ଓଡ଼ିଶାରେ ଯେଉଁ ଟାଇମ୍ରେ ହେବ ତାର ପଦକ୍ଷେପ ନେବା ପାଇଁ ନିଶ୍ଚିତ ଭାବେ ତାହା ଇମ୍ପ୍ଲିମେଣ୍ଟ କରାଯିବ। ଦେଖନ୍ତୁ, ଇଏ ଓଡ଼ିଶା ପାଇଁ ଏକ ଗର୍ବ ଏବଂ ଗୌରବ ବିଷୟ ଯେ ପ୍ରଥମ ଥର ନୁହଁ ଦ୍ୱିତୀୟ ଥର ପ୍ରଭାରୀ ହେଇ ବୈଜୟନ୍ତ ପଣ୍ଡା ଯେ କେନ୍ଦ୍ରାପଡ଼ାର ନେତୃତ୍ୱ ନେଇଛନ୍ତି, ଆମର ସବୁଠାରୁ ପ୍ରିୟ ନେତୃତ୍ୱ ସାଂସଦ, ତାଙ୍କ ନେତୃତ୍ୱରେ ତାଙ୍କୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଭରସା ରଖିଛନ୍ତି, ତାଙ୍କ ଟିମ୍ରେ ନେଇଛନ୍ତି। ବର୍ତ୍ତମାନ ଉପାଧ୍ୟକ୍ଷ ଅଛନ୍ତି, ରାଷ୍ଟ୍ର ଉପାଧ୍ୟକ୍ଷ ଦ୍ୱିତୀୟ ଥର ହେଲେଣି। ତେଣୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଏବଂ ସମସ୍ତ ଓଡ଼ିଶାବାସୀଙ୍କର ଆଶୀର୍ବାଦରୁ ଆମେ ଆଜି ଆସାମରେ ବହୁ ସଂଖ୍ୟାରେ ବିଜୟ ଲାଭ କରିଛୁ। ଇଏ ସମସ୍ତ ଶ୍ରେୟ ବୈଜୟନ୍ତ ପଣ୍ଡାଙ୍କ ସହିତ ଯେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତୃତ୍ୱ ନରେନ୍ଦ୍ର ମୋଦିକି ଆମେ ଦେଉଛୁ।